ନମସ୍କାର 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 ହର ସାର୍। ପ୍ରକୃତ ସତ୍ୟାସତ୍ୟ କଥାଟାକୁ ଆପଣ ପ୍ରାର୍ଥନା ଚ୍ୟାନେଲ ମାଧ୍ୟମରେ ଓଡ଼ିଶାବାସୀଙ୍କି କଳାକାର ଜଗତକୁ ଦେଶ ଦୁନିଆକୁ ଜଣେଇଛନ୍ତି। କିଛି ଖରାପ କହିନାହାନ୍ତି। ଏମାନେ ସବୁ କହିବେ କ'ଣ ନା ଆମେ ବଞ୍ଚିଥିଲା ପର୍ଯ୍ୟନ୍ତ 60 ବର୍ଷ ପର୍ଯ୍ୟନ୍ତ ହିରୋ ହବୁ। ଆଉ ଏମାନେ କହିବେ କ'ଣ ନା ଆମେ ବଞ୍ଚିଥିଲା ପର୍ଯ୍ୟନ୍ତ ଆମେ ଭିଲିଆନ ହବୁ। ଆଉ ଏମାନେ କହିବେ କ'ଣ ନା ଆମେ ବଞ୍ଚିଥିଲା ପର୍ଯ୍ୟନ୍ତ କମେଡ଼ି ଆକ୍ଟର ହବୁ। କିରେ ଇଏ ଯେଉଁ ନୂଆ କଳାକାରମାନେ ଆସିବେ ସେମାନେ କ'ଣ ସବୁ ଘାସ କାଟିବେ? ତମେ କ'ଣ ଖାଲି କୋଳି ଖାଇ ମଞ୍ଜି ପୋତିଛ? ଆମେ ସବୁ ହବୁ କଳାକାର, ଆଉ ଆମେ ସବୁ ହବୁ ହିରୋ, ଆମେ ସବୁ ହବୁ ଭିଲିଆନ, ଆମେ ସବୁ ହବୁ କମେଡ଼ି ଆକ୍ଟର। ଆଉ ଯେଉଁ ନୂଆ ନୂଆ ମାନେ ସବୁ ମାର୍କେଟକୁ ଆସୁଛନ୍ତି ସେମାନେ କ'ଣ ପପୁ ବୋତଲ ଚୁଚୁମିବେ? ହର ସାର୍, ଆପଣ ଠିକ୍ କହିଛନ୍ତି। ଏହା ଗୋଟିଏ ବାଧ ବିଚାରର କାର୍ଯ୍ୟ ହେଉଛି। ମାଲିକମାନେ ବି ସଚେତନତା ହେବା ଦରକାର। କାହିଁକି ଭିତରି ଗୁଞ୍ଜା ଦଉଚମ? କ'ଣ ଇଏ ଲୋକଙ୍କୁ ନ ଦେଖିଲେ ଇଏ ଯାତ୍ରା ଜଗତ ଚାଲିବ ନାହିଁ? ଆଉ ଯେଉଁମାନେ ଇଏ ସଂସାରରୁ ବିଦାୟ ନେଇ ଯାଇଛନ୍ତି, ଯାତ୍ରା ଜଗତ ହଉ, ସିନେମା ଜଗତ ହଉ, କଳାକାର ଜଗତ ହଉ, ବା ଯେଉଁ ଆପଣଙ୍କର ହସ ଦୁନିଆ ଜଗତ ହଉ, ତାହେଲେ ସେ ସଂସ୍ଥା ସବୁ ଭାଙ୍ଗି ଯାଇଛି ନା? କାହିଁକି ସବୁ ଏମିତି ହେଉଛ? ସେଇ ହର ସାର୍ଙ୍କ କଥା ଯେଉଁ କହୁଛନ୍ତି, ହର ସାର୍ ଆଜି ଗୋଟେ ମୁଗ୍ଧ ହେଲା ପୁଣିଆ କଥାଟିକୁ କହିଛନ୍ତି। କାରଣ ତମେ କ'ଣ କୋଳି ଖାଇ ମଞ୍ଜି ପୋତିଛ? ତମେ ହିଁ ହେବ ହିରୋ, ତମେ ହିଁ ହେବ ଭିଲିଆନ, ତମେ ହିଁ ହେବ ହାସ୍ୟ ଅଭିନେତା। କିଏ କହିଲା? ନାଇଁ ନାଇଁ ନାଇଁ, ମାଲିକମାନେ ସଚେତନତା ହେବା ଦରକାର। କଳା ଜଗତ ଚାଲିଛି ଆଉ ଚାଲିବ। ଯେଉଁମାନେ ବେଶୀ ଡିଆଳିଆମି ଦେଖାଉଛନ୍ତି ତାଙ୍କୁ ବୟକଟ୍ କର, ଆଉ ତୁରନ୍ତ ନୂଆ ଆର୍ଟିଷ୍ଟମାନଙ୍କୁ ନେଇକି ପୁଣି ଆପଣଙ୍କର ଷ୍ଟେଜ୍ ସଜାଅ। ଯାତ୍ରା ଚାଲିଛି, ଚାଲିବ। ୟାଙ୍କ ଲାଗି ଚାଲିନି, ସେଟା ଭୁଲ ଜିନିଷ।